ଜିଲ୍ଲାପାଳ ସାର୍ ବର୍ଷକ ପରେ ନିଜ ଗାଁକୁ ଫେରୁଥିଲେ। ଏଥର ତାଙ୍କ ଫେରିବା କିଛି ଅଲଗା ଥିଲା। ସେ ତାଙ୍କ ପଦ ପ୍ରତିଷ୍ଠାକୁ ଅଲଗା କରି ଗାଈ ଚରାଳି ବେଶରେ ଗାଁର ସତ ଜାଣିବା ପାଇଁ ନିଷ୍ପତ୍ତି ନେଇଥିଲେ। ମନ ବ୍ୟାକୁଳ ଥିଲା। କେଜାଣି କାହିଁକି ତାଙ୍କ ଗାଁର ସ୍ମୃତି ତାଙ୍କୁ ଅଜବ ଅଜବ ଓ ଜଟିଳ ଲାଗୁଥିଲା। ଗାଁରେ ପାଦ ରଖିବା ପରେ ଦେଖିଲେ କି ମାହୋଲ ବଦଳିବା ପରି ଲାଗୁଥିଲା। ଲୋକେ ପରସ୍ପର ସହିତ କଥା ହେବାକୁ ବି ଡରୁଥିଲେ। ଚିରା ଫଟା ପୋଷାକ ପିନ୍ଧିଥିବାରୁ ତାଙ୍କୁ କେହି ବି ଚିହ୍ନି ପାରିଲେନି କି ତାଙ୍କୁ କେହି କିଛି ବି ପଚାରୁ ନଥିଲେ। ଯେତେବେଳେ ସେ ଗାଁରେ ପହଞ୍ଚିଲେ ବଡ଼ ପଞ୍ଚାୟତ ବସିଥିଲା। ଭିଡ଼ ଭିତରେ କାହାର ଗାଳି ଗୁଲଜ ସହିତ ଚିତ୍କାର ଶୁଭୁଥିଲା। ପାଖକୁ ଯାଇ ଦେଖିବା ବେଳକୁ ତାଙ୍କ ବୁଢ଼ା ବାପା ଓ ସ୍ତ୍ରୀଙ୍କୁ ପଞ୍ଚାୟତ ସାମ୍ନାରେ ବେଇଜ୍ଜତ କରାଯାଉଥିଲା। ଗାଁ ମୁଖିଆ, ଯିଏକି ଜଣେ ଗୁଣ୍ଡା ପ୍ରକୃତିର ଲୋକ ଥିଲେ, ଏକ ଉଚ୍ଚ ଆସନରେ ବସିଥିଲେ। ଜିଲ୍ଲାପାଳଙ୍କ ପରିବାର ଗାଁ ଜମିର କିଛି ଅଂଶକୁ ଜାଲିଆତି କରି ନିଜ ନାଁରେ କରିଦେଇଥିବା ମିଛ କଥାକୁ ମୁଖିଆ ପ୍ରଚାର କରିଥିଲେ। ଏହି ମିଛ ପ୍ରଚାର ଆଳରେ ସେ ନିଜ ସମର୍ଥକଙ୍କ ଜରିଆରେ ଜିଲ୍ଲାପାଳଙ୍କ ପରିବାର ଉପରେ ଜୁଲୁମ କରୁଥିଲେ। ଜିଲ୍ଲାପାଳ ଦେଖିଲେ କି ତାଙ୍କ ବାପାଙ୍କୁ ଜବରଦସ୍ତି ଭୂମିରେ ପକାଇ ଦିଆଗଲା, ଆଉ ପଞ୍ଚାୟତର ଆଦେଶ ବଦଳରେ ଛେପ ଚାଟିବା ପାଇଁ ବାଧ୍ୟ କରାଯାଉଥିଲା। ସ୍ତ୍ରୀ ବିରୋଧ କରିବାରୁ ତାଙ୍କୁ ମାଡ଼ ମରାଗଲା। ସେ ଚିଲଉଥିବା ବେଳେ ସାହାଯ୍ୟ ପାଇଁ କେହି ବି ଆଗେଇ ଆସୁନଥିଲେ। ସେଠାରେ ଉପସ୍ଥିତ ଲୋକମାନେ ଡରୁଆ ଓ ବିବଶ ଥିଲେ। ଦେଖିକି ଜିଲ୍ଲାପାଳ ସାର୍ଙ୍କର ରାଗ ପଞ୍ଚମକୁ ଉଠିଗଲା। ହେଲେ ନିଜ ପରିଚୟ ଗୋପନ ରଖିଲେ। ଚୁପଚାପ ସେଠାରେ ଛିଡ଼ା ହୋଇ ଦେଖୁଥିଲେ କି ଏମିତି କାମରେ କିଏ କିଏ ସାମିଲ ଅଛନ୍ତି। ଭିଡ଼ ଭିତରେ ଜଣେ ଫୁସଫୁସ କରି କହିଲା କି ମୁଖିଆ ନିଜର ପତିଆରା ଦେଖାଇବା ପାଇଁ କରିଛି। ଜିଲ୍ଲାପାଳ ସାର୍ଙ୍କ ପାଖରେ ଯେଉଁ କାଗଜ ଥିଲା ତାକୁ ଚୋରେଇ ନେଇଥିଲେ। ସେ ଆଉ କିଛି ନ କହି ଆଗକୁ ବଢ଼ିଲେ। ତାଙ୍କ ମନରେ ଗୋଟିଏ କଥା ଥିଲା କି ସତ ସାମ୍ନାକୁ ଆଣିବା ପାଇଁ। ଗାଈ ଚରାଳି ବେଶରେ ଥିବା ଜିଲ୍ଲାପାଳ ସାର୍ ଗାଁର ସେହି ସ୍ଥାନକୁ ଗଲେ ଯେଉଁଠି ସତ ଲୁଚି ରହିଥିଲା। ଅନ୍ଧାରରେ ବସିଥିବା ଜଣେ ବୁଢ଼ା ଲୋକଙ୍କୁ ଧୀରେକି ପଚାରିଲେ, ମୁଖିଆ ପାଖରେ ଏତେ ସାହସ କେଉଁଠୁ ଆସିଲା? ଆଗରୁ ତ ଏମିତି ନଥିଲା। ସେ ବୁଢ଼ା ଲୋକ ଜଣକ ଏପଟ ସେପଟ ଅନାଇବା ପରେ କହିଲେ କି ଧନର ତାକତ ଓ ଗୁଣ୍ଡାମାନଙ୍କୁ ନେଇ ମୁଖିଆ ବଳଶାଳୀ ହୋଇଯାଇଛି, ଆଉ ତାର ଧନ ପଛରେ ଗୋଟିଏ ବଡ଼ ଖେଳ ଚାଲିଛି। ଗାଁର ବହୁତ ସାରା ଜମି ସେ ବେଆଇନ ଭାବରେ ତା ନାଁରେ କରିଦେଇଛି। ପ୍ଲାନ କରି ସେ ଲୋକଙ୍କ ଠାରୁ ଜମି ହାତେଇ ନେଇଛି। ଯିଏ ବିରୋଧ କଲା ତାକୁ ସମସ୍ତଙ୍କ ସାମ୍ନାରେ ବେଇଜ୍ଜତ କରୁଛି। ଆଉ ସମାନ କଥା ଜିଲ୍ଲାପାଳଙ୍କ ବାପା ଓ ସ୍ତ୍ରୀ ସାଥିରେ ହୋଇଥିଲା। ପରଦିନ ସକାଳୁ ଗାଁ ମୁଣ୍ଡରେ ଥିବା କୁଡ଼ିଆ ଘରକୁ ଭଡ଼ା ନେଇ ସେଇଠାରେ ରହିଲେ, ଆଉ ଗାଁରେ ଚାଲିଥିବା କାରନାମା ଉପରେ ନଜର ରଖିଲେ। ଗାଈ ଚରାଳି ବେଶ ପାଇଁ ତାଙ୍କୁ କିଏ ଚିହ୍ନି ପାରୁନଥିଲେ। ଧୀରେ ଧୀରେ ସେ ମୁଖିଆଙ୍କ ଖାସ୍ ଲୋକଙ୍କ ନିକଟତର ହୋଇଗଲେ। ମୁଖିଆର ଖାସ୍ ଲୋକ ଦେବଙ୍କ ସହିତ ବନ୍ଧୁତା କରିନେଲେ। ଦିନେ ଜିଲ୍ଲାପାଳ ସାର୍ ଦେବକୁ ମଦ ପିଇବାକୁ ଦେବା ପରେ ମଦ ପିଇ ସେ ହୋସ ହରାଇଲା, ଆଉ ମଦ ନିଶାରେ ମୁଖିଆର ସବୁ ପୋଲ ଖୋଲିଦେଲା। ମୁଖିଆ ଜିଲ୍ଲାପାଳର ବାପାକୁ ସବକ ଶିଖେଇବାର ଥିଲା, କାରଣ ତାଙ୍କ ପାଖରେ କିଛି କାଗଜପତ୍ର ଥିଲା ଯାହାକୁ ନେଇ ମୁଖିଆ ବିପଦରେ ପଡ଼ିଥାନ୍ତା। ଜିଲ୍ଲାପାଳ ଅନୁଭବ କଲେ କି ସେ କାଗଜପତ୍ର ତାଙ୍କ ଜମିବାଡ଼ି ଓ ସମ୍ପତ୍ତି ସହିତ ଯୋଡ଼ି ହୋଇଥିଲା। ତେଣୁ ମୁଖିଆର ନଜର ତା ଉପରେ ଥିଲା। ହେଲେ ସେ ପ୍ରମାଣ କେଉଁଠି ଥିଲା ତାକୁ ଖୋଜିବାର ଥିଲା। ଜିଲ୍ଲାପାଳ ସାର୍ ଗାଁର ସମସ୍ତଙ୍କ ସହିତ ଭେଟିଲେ, ଯେଉଁମାନେ କି ମୁଖିଆର ଚକ୍ରାନ୍ତର ଶିକାର ହେଉଥିଲେ। ଚକ୍ରାନ୍ତ ଏତେ ଗଭୀର ଥିଲା ଯେ ପଞ୍ଚାୟତର ଅଧିକାଂଶ ଲୋକ ତାଙ୍କ ପାଖରେ ନତମସ୍ତକ ହୋଇ ରହୁଥିଲେ। ଦିନେ ମୁଖିଆର ଖାସ୍ ଦେବ ଗୋଟିଏ ବଡ଼ ଜିନିଷ ନେଇ ଜଙ୍ଗଲକୁ ଯାଉଥିଲା। ଜିଲ୍ଲାପାଳ ସାର୍ ତାର ପିଛା କଲେ। ଜଙ୍ଗଲ ଭିତରେ ଗୋଟିଏ କୁଡ଼ିଆ ଭିତରେ ଦେବ ସେ ଜିନିଷକୁ ଲୁଚାଇ ଦେଲା। ସେଥିରେ କିଛି କାଗଜପତ୍ର ଓ ନଗଦ ଟଙ୍କା ଥିଲା। ସେ ଭାବିଲେ କି ଏସବୁ ପ୍ରମାଣ ହୋଇଥିବ ନିଶ୍ଚୟ। ରାତି ସାରା ଜିଲ୍ଲାପାଳ ସାର୍ ନିକଟରେ ଲୁଚି ରହିଲେ। ଯେମିତି ମୌକା ମିଳିଲେ ସେ ବାକ୍ସ ଖୋଲିବେ। ମୁଖିଆର ଡର ବି ଥିଲା। ପରଦିନ ତାଙ୍କ ବାପା ଓ ସ୍ତ୍ରୀ ଉପରେ
ଅଧିକ ଅତ୍ୟାଚାର କଥା ସେ ଶୁଣିଲେ। ସକାଳ ହେବାରୁ ଜିଲ୍ଲାପାଳ ସାର୍ ଦେବର ଗତିବିଧି ଉପରେ ନଜର ରଖିଲେ। ପଞ୍ଚାୟତରେ 2 ଜଣ ଏମିତି ଲୋକ ଥିଲେ ଯେଉଁମାନେ ଭିତରେ ମୁଖିଆକୁ ତୀବ୍ର ବିରୋଧ କରୁଥିଲେ, ହେଲେ ସାମ୍ନାକୁ ଆସୁନଥିଲେ। ଗାଁର ପରିସ୍ଥିତି ବି ଖରାପ ହେଉଥିଲା। ହେଲେ ଜିଲ୍ଲାପାଳ ସାର୍ ତରବରରେ ନିଜର ପରିଚୟ ନ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କୁ ବାସ୍ ଗୋଟିଏ ମୌକା ଦରକାର ଥିଲା, କେମିତି ଗୋଟିଏ ଥରରେ ସେ ତାଙ୍କ କାରନାମାକୁ ସମସ୍ତଙ୍କ ସାମ୍ନାକୁ ନେଇ ଆସିବେ। ଜିଲ୍ଲାପାଳ ସାର୍ ପରଦିନକୁ ଅପେକ୍ଷା କଲେ। ସମସ୍ତେ ଶୋଇଯିବା ପରେ ସେ ଜଙ୍ଗଲରେ ଥିବା କୁଡ଼ିଆ ପାଖରେ ପହଞ୍ଚିଲେ। ମୁଖିଆର 2 ଲୋକ ସେଠାରେ ବସି ମଦ ପିଉଥିଲେ। ତାଙ୍କ ପାଖରେ ଆଉ ଗୋଟିଏ ବାକ୍ସ ଥିଲା। ପାଖରେ ଥିବା ଗୋଟିଏ ଗଛ ପଛପଟରେ ରହି ସେ ତାଙ୍କର କଥା ଶୁଣିଲେ। ମୁଖିଆ କହିଦେଇଥିଲା କି ସକାଳ ହେବା ମାତ୍ରେ ଏସବୁ କାଗଜପତ୍ର ସହରକୁ ପଠାଇବାର ଅଛି। ଜିଲ୍ଲାପାଳଙ୍କର ବାପାଙ୍କ ଖେଳ ଏବେ ସମାପ୍ତ ହେବ। ଜିଲ୍ଲାପାଳ ଏଠାକୁ ଆସିବା ଯାଏଁ ତାଙ୍କ ପରିବାରକୁ ହଇରାଣ ହେବାକୁ ପଡ଼ିବ କହିକି ଦେବ ଜୋରରେ ହସିବାରେ ଲାଗିଲା। ଶୁଣିକି ଜିଲ୍ଲାପାଳ ସାର୍ ବି ରାଗିଗଲେ, ହେଲେ ନିଜକୁ ସମ୍ଭାଳିଲେ। ସେ ଜାଣିଥିଲେ କି ତରବର ହେଲେ ସବୁ ପଦାରେ ପଡ଼ିଯିବ। ସେ ମୌକା ଖୋଜୁଥିଲେ। କିଛି ସମୟ ପରେ 2 ଜଣ ବାହାରି କୁଆଡ଼େ ଗଲେ। ଆଉ ସେହି ମୌକାରେ ଜିଲ୍ଲାପାଳ ସାର୍ ଭିତରକୁ ଯାଇ ବାକ୍ସ ଖୋଲିଲେ। ଆଉ ସତକୁ ସତ ତାଙ୍କୁ ଜମିର କାଗଜପତ୍ର ମିଳିଲା। ସେଥିରେ ତାଙ୍କ ନିଜ ଜମି ବି ଥିଲା। ତା ସହିତ ଏକ ଡାଏରୀ ବି ମିଳିଲା, ଯେଉଁଥିରେ ମୁଖିଆର ସବୁ କାରନାମା ଲେଖା ହୋଇଥିଲା। ଏତିକିରେ ବାହାରେ କାହାର ପାଦ ଶବ୍ଦ ଶୁଭିଲା। ସେ ତୁରନ୍ତ କୁଡ଼ିଆର ଗୋଟିଏ କଣରେ ଲୁଚିଗଲେ। ଜଣେ ଲୋକ ଭିତରକୁ ଆସି ଇଆଡ଼େ ସିଆଡ଼େ ଅନେଇବାରେ ଲାଗିଲା, ପୁଣି ବାହାରକୁ ପଳେଇଲା। ଜିଲ୍ଲାପାଳ ସାର୍ ସେ ବାକ୍ସ ଉଠାଇ ପଛପଟ ରାସ୍ତା ଦେଇ ଜଙ୍ଗଲରେ ଲୁଚିଗଲେ। ଆଉ ଯେମିତି ଭୋର ହୋଇଛି ସେ ନିଜ କୁଡ଼ିଆକୁ ଯାଇ ସେ ବାକ୍ସକୁ ଲୁଚାଇ ଦେଲେ। ପରଦିନ ପଞ୍ଚାୟତ ବସିଲା। ମୁଖିଆ ନିଷ୍ପତ୍ତି ନେଲେ କି ଜିଲ୍ଲାପାଳଙ୍କ ପରିବାରକୁ ଗାଁରୁ ବାହାର କରିଦିଆଯିବ। ଗାଁ ଲୋକ ଭୟରେ କେହି ବି ବିରୋଧ କରୁନଥିଲେ। ଜିଲ୍ଲାପାଳ ସାର୍ ଠିକ୍ ସେହି ସମୟରେ ଗାଈ ଚରାଳି ବେଶରେ ପଞ୍ଚାୟତରେ ଏଣ୍ଟ୍ରି ମାରିଲେ। ଭିତରେ ଛିଡ଼ା ହୋଇ ମୁଖିଆ ଓ ତାଙ୍କ ଲୋକଙ୍କୁ ଦେଖୁଥିଲେ। ସେତେବେଳେ ଦେବ ଆସି ମୁଖିଆ କାନରେ କିଛି କହିଲା। ମୁଖିଆ ଟିକେ ଡରିଗଲା, ଆଉ ପଞ୍ଚାୟତକୁ ସ୍ଥଗିତ କରି ନିଜ ଲୋକଙ୍କୁ ନେଇ ବାହାରିଗଲା। ଜିଲ୍ଲାପାଳଙ୍କ ପାଇଁ ମୌକା ଥିଲା, ହେଲେ ସେ ଗାଁ ଲୋକଙ୍କ ଭରସା କେମିତି ଜିତିବେ ଆଉ ମୁଖିଆର ଚକ୍ରାନ୍ତକୁ ପଣ୍ଡ କରିବା ପାଇଁ ଭାବୁଥିଲେ। ପଞ୍ଚାୟତରୁ ଫେରିବା ପରେ ସେ କୁଡ଼ିଆକୁ ଯାଇ ସେ ବାକ୍ସ ଖୋଲି ସବୁ କାଗଜପତ୍ର ଭଲରେ ପଢ଼ିବାକୁ ଲାଗିଲେ। ସେଥିରେ ମୁଖିଆର ସବୁ କଳାକାରନାମା ଲେଖାଥିଲା। ପରଦିନ ମୁଖିଆକୁ ବିରୋଧ କରୁଥିବା ଗାଁ ଲୋକଙ୍କୁ ଜିଲ୍ଲାପାଳ ଚୁପଚାପ ଡାକିଲେ। ସେମାନଙ୍କୁ ପରିଚୟ ଦେବା ପରେ ସବୁ କଥା କହିଦେଲେ। ଆଉ ଜିଲ୍ଲାପାଳ ସାର୍ ବି ତାଙ୍କୁ ସବୁ ପ୍ରମାଣ ଦେଖାଇଲେ। ଦେଖିକି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। ଏବେ ସବୁ ଗାଁ ଲୋକଙ୍କ ପାଖରେ ସେହି ପ୍ରମାଣ ପହଞ୍ଚାଇବାର ଥିଲା। ସକାଳେ ପୁଣି ଗାଁ ପଞ୍ଚାୟତ ବସିଲା। ମୁଖିଆ ପୁଣି ଥରେ ଜିଲ୍ଲାପାଳଙ୍କ ପରିବାରକୁ ଗାଁରୁ ବାହାର କରିଦେବା କଥା ଦୋହରାଇଲେ। ଭୟରେ କିଏ ବି କିଛି କହୁନଥିଲେ। ଭିଡ଼କୁ ଆଡ଼େଇ ଗାଈ ଚରାଳି ବେଶରେ ଜିଲ୍ଲାପାଳ ସାର୍ କଡ଼ା ସ୍ୱରରେ କହିଲେ କି ମୁଁ କିଛି କହିପାରେ କି? ମୁଖିଆ ତାଙ୍କୁ ଗାଡ଼େଇକି ଅନେଇଲେ ଆଉ କହିଲେ କି ତୁ କିଏ? ଜିଲ୍ଲାପାଳ ସାର୍ ଏଥର ଗାଁ ଲୋକଙ୍କ ଆଡ଼କୁ ଅନେଇଲେ ଆଉ କହିଲେ କି ଆପଣମାନେ ଜାଣିଛନ୍ତି କି ମୁଖିଆ କେତେ କାହାଠାରୁ ଜମି ହଡ଼ପ କରି ନେଇଛନ୍ତି, କେତେ ଘର ଭାଙ୍ଗିଛନ୍ତି, ଆଉ ଯେଉଁ କାଗଜ ସେ ଆପଣଙ୍କୁ ଦେଖାଉଛନ୍ତି ପ୍ରକୃତରେ ସେସବୁ ନକଲି। ମୁଖିଆ ରାଗରେ ଚିଲେଇଲେ, କହିଲେ ଚୁପ୍ କର, ନହେଲେ ତତେ ବି ଏମାନଙ୍କ ପରି ଦଣ୍ଡ ଭୋଗିବାକୁ ପଡ଼ିବ। ମୁଖିଆ କିଛି କହିବା ଆଗରୁ ଜିଲ୍ଲାପାଳ ସାର୍ ସେ ବାକ୍ସ ଖୋଲି ସମସ୍ତଙ୍କୁ ସେ କାଗଜ ଦେଖାଇଲେ। କହିଲେ ଦେଖ, ଏସବୁ ହେଉଛି ମୁଖିଆ ବିରୁଦ୍ଧରେ ପ୍ରମାଣ। ନକଲି କାଗଜପତ୍ର କରିନେଇ ସମସ୍ତଙ୍କର ଜମି ହଡ଼ପ କରିନେଇଛି। ଆଉ ବିରୋଧ କଲେ ଗୁଣ୍ଡା ଲଗାଇ ମାରିଦେବାକୁ ଧମକ ଦେଇ ତମମାନଙ୍କର ପାଟି ଚୁପ୍ କରାଉଛି। ଗାଁ ଲୋକ ପରସ୍ପରକୁ ଅନେଇଲେ। ଲୋକଙ୍କ ଭିତରେ ଫୁସ୍ଫାସ୍ ଆରମ୍ଭ ହୋଇଗଲା। ମୁଖିଆ ବିରୋଧୀ ଆଉ ଦେବ ଆସି ସବୁ ସତକଥା କହିବାକୁ ଲାଗିଲେ। ଦେଖିକି ମୁଖିଆ ଆଶ୍ଚର୍ଯ୍ୟ ହୋଇଗଲା।
ସେ ଜାଣିଥିଲେ କି ସେ ପ୍ରମାଣ ସମସ୍ତଙ୍କ ସାମ୍ନାକୁ ଆସିଗଲେ ସବୁ ସରିଯିବ। ତେଣୁ ସେ ନିଜ ଗୁଣ୍ଡାମାନଙ୍କୁ ନିର୍ଦ୍ଦେଶ ଦେଲେ କି ସେ ଗାଈ ଚରାଳିଠାରୁ ସବୁ କାଗଜପତ୍ର ଛଡ଼େଇ ନିଅ। ଜିଲ୍ଲାପାଳ ସାର୍ ଚିଲେଇକି କହିଲେ କି ଯଦି କିଏ ବି ଗୋଟିଏ ପାଦ ଆଗକୁ ବଢ଼େଇଛ ତାହେଲେ ବହୁତ ଖରାପ ହେବ। ମୁଖିଆ ଓ ତା ଲୋକ ଡରିଗଲେ। ଗାଁ ଲୋକ ଦୁଇ ଭାଗ ହୋଇଯାଇଥିଲେ। କିଛି ଲୋକ ଖୋଲାଖୋଲି ମୁଖିଆ ବିରୁଦ୍ଧରେ ବାହାରିଲେ, କିଛି ଲୋକ ଏବେ ବି ଡରରେ ଥିଲେ। ଜିଲ୍ଲାପାଳ ସାର୍ ଡାଏରୀ ଓ କାଗଜପତ୍ର ଉପରକୁ ଟେକି କହିଲେ କି ଏସବୁ ପ୍ରମାଣ ମୁଖିଆକୁ ଦଣ୍ଡ ଦେବା ପାଇଁ ଯଥେଷ୍ଟ। ତମେମାନେ ଯେଉଁ ଅତ୍ୟାଚାର ସହିଛ ସେସବୁ ମୁଖିଆର ଚକ୍ରାନ୍ତ ଥିଲା। ଯଦି ଆମେ ମିଶିକି କିଛି ନ କରିବା ତାହେଲେ ମୁଖିଆ ରାଜ ଯିବନି। ଗାଁ ଲୋକଙ୍କ ଭିତରେ ସଙ୍କୋଚ ଓ ସାହସ ଦୁଇଟା ଯାକ ଦେଖାଯାଉଥିଲା। ମୁଖିଆ ଲୋକ ଜିଲ୍ଲାପାଳଙ୍କ ଆଡ଼କୁ ବଢ଼ୁଥିଲେ। ପୁଣି ଜିଲ୍ଲାପାଳ କହିଲେ କି ଆଜି ଯଦି ତମେମାନେ ଚୁପ୍ ରହିବ ତାହେଲେ ଏଇ ଘଟଣା କାଲି ତମ ସହିତ ଘଟିବ। କିଛି ଲୋକ ଉଠି ଛିଡ଼ା ହେଲେ ଆଉ ମୁଖିଆ ଲୋକକୁ କହିଲେ କି ଯଦି ତାଙ୍କୁ କେହି ଛୁଇଁବାକୁ ଚେଷ୍ଟା କରିଛ ତାହେଲେ କିଛି ବି ଭଲ ହେବନି। ପ୍ରଥମ ଥର ଗାଁ ଲୋକ ମୁଖିଆକୁ ବିରୋଧ କରିବାକୁ ସାହସ ଜୁଟାଉଥିଲେ। ଧୀରେ ଧୀରେ ଅଧିକ ଲୋକ ଆଗକୁ ଆସିଲେ। ମୁଖିଆ ଲୋକ ଡରିକି ପଛକୁ ପଳେଇଲେ। ହେଲେ ମୁଖିଆ ରାଗିକି କହିଲା କି ଏ ନାଟକ କରୁଛି। ହେଲେ ତମେମାନେ ଭୁଲି ଯାଉଛ ମୁଁ କ'ଣ କରିପାରେ। ସେ ତା ପାଖ ଲୋକକୁ ଇସାରା କରିବା ମାତ୍ରେ ସେ ଲୋକ ବନ୍ଧୁକ ବାହାର କଲେ। ହେଲେ ଜିଲ୍ଲାପାଳ ସାର୍ ଚିଲେଇକି କହିଲେ ଯେ ରହିଯା, ଏ ଖେଳ ମୁଁ ବହୁତ ଦେଖି ସାରିଲିଣି। ତମେମାନେ ଭାବୁଛ କି ମୁଁ ଜଣେ ସାମାନ୍ୟ ଗାଈ ଚରାଳି? ହେଲେ ମୁଁ ମୋ ପରିଚୟ ଲୁଚେଇ ଏଇ ବେଶ ଧାରଣ କରିଛି। ମୁଁ ସେହି ଜିଲ୍ଲାପାଳ ଯାହା ପରିବାର ଉପରେ ତମ ମୁଖିଆ ଅତ୍ୟାଚାର ଚଲେଇଛି। ଏବେ ମୁଁ ସବୁ ଖତମ କରିବି। ଜିଲ୍ଲାପାଳଙ୍କ ନାଁ ଶୁଣିବା ମାତ୍ରେ ମୁଖିଆ ଓ ତାଙ୍କ ଲୋକଙ୍କ ଭିତରେ ଭୟ ସୃଷ୍ଟି ହେଲା। ତଥାପି କିଛି ଚାଲ ମୁଖିଆ ମୁଣ୍ଡରେ ଖେଳୁଥିଲା। ସେ ଟିକେ ମୁରୁକି ହସି ଦେଇ କହିଲା କି ଜିଲ୍ଲାପାଳ ସାର୍, ଏସବୁ ମିଛ କାଗଜ ଦେଖେଇ ତମେ ଗାଁ ଲୋକଙ୍କୁ ଭ୍ରମିତ କରୁଛ। ତମେମାନେ ଦେଖ ଏ ଲୋକ ତା ପାୱାର ଦେଖାଇ ଗାଁକୁ କବ୍ଜା କରିବାକୁ ଚାହୁଁଛି। ଗାଁ ଲୋକଙ୍କ ଭିତରେ ପୁଣି ଫୁସଫୁସ ଆରମ୍ଭ ହୋଇଗଲା। ଜିଲ୍ଲାପାଳ ସାର୍ ପକେଟରୁ ଗୋଟିଏ କାଗଜ ବାହାର କରି କହିଲେ କି ଦେଖ ଏଇଟା ହେଉଛି ସରକାରୀ କାଗଜ। ମୋ ବାପାଙ୍କ ନାଁରେ ଯେଉଁ କାଗଜପତ୍ର ଥିଲା ଏବେ ବି ସରକାରୀ ଖାତାରେ ଅଛି। ଏ କାଗଜ ହେଉଛି ମୁଖିଆର ମିଛ ଧରିବା ପାଇଁ ଯଥେଷ୍ଟ। ଲୋକମାନେ ସବୁ ବୁଝିଗଲେ ଆଉ ମୁଖିଆ ଓ ତା ଲୋକଙ୍କୁ ଘେରିଗଲେ। ମୁଖିଆ ପଛକୁ ଯିବା ପାଇଁ ଚେଷ୍ଟା କଲା, ହେଲେ ରାସ୍ତା ନଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲା। ଜିଲ୍ଲାପାଳ ଶାନ୍ତ ହୋଇ କହିଲେ କି ଲଢ଼େଇ ଏବେ ବି ବାକି ଅଛି। ଏବେ ବି ସେ କିଛି କରିବ ନିଶ୍ଚୟ। ହେଲେ ତମେମାନେ ଏକ ହେଇଗଲେ ସେ କିଛି କରିପାରିବ ନାହିଁ ଆଉ ନିଜେ ହାରିଯିବ। ମୁଁ ତମ ସାଥିରେ ଅଛି। ହେଲେ ସେଇଟା ତମମାନଙ୍କ ଉପରେ ନିର୍ଭରଶୀଳ କି ତମେମାନେ କେବେ ଯାଏଁ ଏସବୁ ସହି ଚାଲିବ। ମୁଖିଆ ମୁହଁ ଛୋଟ ହୋଇଗଲା। ତଥାପି ତାର ମନରେ ଚକ୍ରାନ୍ତ ଭରି ରହିଥିଲା। ବର୍ଷ ସାରା ଗାଁ ଲୋକ ସହିଥିବା ଅନ୍ୟାୟ ଆଜି ସାମ୍ନାକୁ ବାହାରିଲା। ମୁଖିଆ ପ୍ରଥମ ଥର ପାଇଁ ନିଜକୁ ବିବଶ ଅନୁଭବ କରୁଥିଲା। ସେ ରାଗରେ କହିଲା କି ତମେମାନେ ପାଗଳ ହୋଇଯାଇଛ। ଯଦି ମତେ କିଛି କରିବ ତାହେଲେ ଭଲ ହେବନି। ଜିଲ୍ଲାପାଳ ସାର୍ କହିଲେ କି ତମ ମିଛ ଓ ଅନ୍ୟାୟ ଧରା ପଡ଼ିଯାଇଛି। ମୋ ପାଖରେ ଯେଉଁ କାଗଜ ଅଛି ସେସବୁ ପ୍ରମାଣ ପାଇଁ ଯଥେଷ୍ଟ। ସେଠୁ ଦେବ, ଯିଏକି ମୁଖିଆର ସବୁଠୁ ଖାସ୍ ଥିଲା, ଏବେ ସେ ଗାଁ ଲୋକଙ୍କ ପାଇଁ ବାହାରିଲା। ସେ ମଝିରେ ଛିଡ଼ା ହୋଇ ମୁଖିଆର ସବୁ ସତ କଥା କହିଦେଲା। କେମିତି ଗାଁ ଲୋକଙ୍କ ଜମି ଅନ୍ୟାୟ ଭାବରେ ନେବା ପାଇଁ ମୁଖିଆକୁ ସାହାଯ୍ୟ କରିଥିଲା। ମୁଖିଆ ନିଜକୁ ବଞ୍ଚାଇବା ପାଇଁ ଶେଷ ଚେଷ୍ଟା କଲା। ଲୋକଙ୍କୁ ଡରାଇବା ପାଇଁ ତା ଲୋକମାନେ ପ୍ରୟାସ କଲେ। ହେଲେ ଗାଁ ଲୋକେ ଏବେ ସବୁ ବୁଝି ସାରିଥିଲେ। ସେମାନେ ମୁଖିଆ ଲୋକଙ୍କୁ ଧରି ପକେଇଲେ। ଜିଲ୍ଲାପାଳ ସାର୍ ପୋଲିସକୁ ଡାକିଲେ। କିଛି ସମୟ ଭିତରେ ପୋଲିସ ପହଞ୍ଚି ଗାଁ ମୁଖିଆ ଓ ତା ଲୋକଙ୍କୁ ଗିରଫ କରି ନେଇଗଲା। ତାଙ୍କ ନାଁରେ ସବୁ ଦଫା ଲଗେଇ କେସ୍ ରୁଜୁ କରାଗଲା। ଜିଲ୍ଲାପାଳ ସାର୍ ତାଙ୍କ ବାପା ଓ ସ୍ତ୍ରୀଙ୍କ ପାଖକୁ ଗଲେ। ବାପା ଗର୍ବରେ ତାଙ୍କୁ ସାବାସି ଦେଲେ। ଆଶୀର୍ବାଦ ଦେଇ କହିଲେ, ତୁ ସାରା ଗାଁ ଲୋକଙ୍କୁ ବଞ୍ଚେଇ ଦେଲୁ, ସେମାନଙ୍କୁ ନ୍ୟାୟ ଦେଲୁ। ଗାଁର ବୟସ୍କ କହିଲେ କି ଆମର ବି ଭୁଲ ଅଛି। ଆମେମାନେ ଡରିକି ଚୁପ୍ ଥିଲୁ।
ହେଲେ ଏବେ ଆମେ ସ୍ୱର ଉଠାଇବୁ, ଡରିବୁନି। ଜିଲ୍ଲାପାଳ ସାର୍ କହିଲେ କି ସେଇଟା ମୋ ଦାୟିତ୍ୱ ଥିଲା, ହେଲେ ଗାଁର ଉନ୍ନତି ପାଇଁ ସମସ୍ତେ ଏକାଠି ହେବାକୁ ପଡ଼ିବ। ମୁଖିଆ ଜେଲ୍ ଯିବା ପରେ ଗାଁରେ ନୂଆ ଯୁଗର ସ୍ଥାପନ ହେଲା। ପଞ୍ଚାୟତରେ ସତ କଥା ଶୁଣିବାକୁ ମିଳିଲା। ଜିଲ୍ଲାପାଳ ସାର୍ ସରକାରୀ ଯୋଜନା ପାଇଁ ସୁପାରିଶ କଲେ। ଏହାପରେ ଗାଁର ଚେହେରା ଧୀରେ ଧୀରେ ବଦଳିଲା। ଆଉ ବର୍ଷ ବର୍ଷ ଧରି ଜଣେ ପ୍ରଭାବଶାଳୀ କବ୍ଜାରେ ଥିବା ଗୋଟିଏ ଗାଁ ମୁକ୍ତ ହେଲା ଆଉ ବିକାଶର ପଥ ଦେଖିଲା। ସତ ମିଛକୁ ହରାଇଲା ଆଉ ଏକତା ହରାଇଲା ଡରକୁ। କାହାଣୀ କେମିତି ଲାଗିଲା କମେଣ୍ଟ କରି ଜଣାଇବେ। ଜିଲ୍ଲାପାଳ ସାର୍ଙ୍କର ସାହସିକତାକୁ ନେଇ ଆପଣଙ୍କର ମତ ଦେବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଆଉ ବେଲ୍ ଆଇକନ୍କୁ ବି ଅନ୍ କରିବେ। ଆମ ଫେସବୁକ୍ ପେଜ୍ ସିକ୍ରେଟ୍ ଷ୍ଟୋରିଜକୁ ଫଲୋ କରିଦେବେ। ଲିଙ୍କ ଡେସ୍କ୍ରିପ୍ସନ୍ ବକ୍ସରେ ରହିଛି। ଗତ ଭିଡ଼ିଓରେ କମେଣ୍ଟ କରିଥିବା ବ୍ୟକ୍ତିମାନେ ହେଲେ ରମାକାନ୍ତ ପୁରୋହିତ ନିରାକାରପୁର, ପଞ୍ଚାନନ ମୁନି ରାଉରକେଲା, ତନିଷା ତନୟା ଭୁବନେଶ୍ୱର, କମ୍ବୁପାଣି ପ୍ରଧାନ ପଳାଶଗୋରା, ଲକ୍ଷ୍ମୀଧର ସାମନ୍ତରାୟ ନିରାକାରପୁର, ଦାମୋଦର ବିରୁଆ ମୟୂରଭଞ୍ଜ, ହରେଶ କୁମାର ମାଝୀ ନିକଟିମାଳ, ରାଜେନ୍ଦ୍ର ଭୋଇ ଜଗତସିଂହପୁର, ନାରାୟଣ ଗହନ ପ୍ରଭାତ ନଳିନୀ ମିଶ୍ର ଆନନ୍ଦପୁର, ରମେଶ ବାବୁ ଯାଜପୁର, ହେମନ୍ତ ମାଝୀ କଳାହାଣ୍ଡି, ସୁଶାନ୍ତ କୁମାର ପ୍ରଧାନ। ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ।